ପ୍ରସ୍ତୁତ କରାଯାଇଛି ଯାହା ଜଙ୍ଗଲ ସୁରକ୍ଷା ଉପରେ ଆଧାରିତ। ଆମର ବୃକ୍ଷ ଜୀବନ, କାରଣ ଆମର ବୃକ୍ଷ ଆମକୁ ଅମ୍ଳଜାନ ଦେଇଥାଏ, ଜଳ ଦେଇଥାଏ, ଗଛ କାଠ ପତ୍ର ଔଷଧ ବିଭିନ୍ନ ପ୍ରକାର ଆମକୁ ଔଷଧ ଦେଇଥାଏ। ଜଙ୍ଗଲରେ ଜନ୍ତୁ ପଶୁପକ୍ଷୀମାନେ ମଧ୍ୟ ବାସ କରିଥାନ୍ତି। ତେଣୁ ଆମର ବର୍ତ୍ତମାନ ଆମର ପରିବେଶ ଦିନକୁ ଦିନ ଯେଉଁ ଜଙ୍ଗଲ କଟା ଚାଲିଛି ସେଥିରେ ବଦଳି ଚାଲିଛି। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଦେଖାଗଲାଣି। ବର୍ତ୍ତମାନ ଋତୁମାନଙ୍କର ପରିବର୍ତ୍ତନ, ଆଉ ଯେଉଁ 6 ଋତୁ ଥିଲା ସେଇ ଋତୁମାନେ କେବଳ ଗ୍ରୀଷ୍ମ ଋତୁ ଦେଖାଯାଉଛି। ତେଣୁ ଏହାର ମୂଳ କାରଣ ହେଲା ଜଙ୍ଗଲ। ତେଣୁ ଯେଉଁ ଜଙ୍ଗଲ ଅବାଧରେ କଟାଯାଉଛି ସେଥିପାଇଁ ଲୋକମାନେ ସଚେତନ ନୁହନ୍ତି। ତାଙ୍କର ନିଜର ଗଛ କାଟି ପ୍ରାକୃତିକ ସମ୍ପତ୍ତି ନଷ୍ଟ କରିବା ତାଙ୍କର ଲକ୍ଷ୍ୟ। ତେଣୁ ସେଇ ଉପରେ ତାକୁ ଆମର ଯେଉଁ ଡିପାର୍ଟମେଣ୍ଟ, ଯେଉଁ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛନ୍ତି, ଏତେ ଜଙ୍ଗଲରେ ଏତେ କର୍ମଚାରୀ ନାହାନ୍ତି ତାକୁ ଜଗିକି ତାକୁ ସୁରକ୍ଷା କରିବା। ଜନ୍ତୁ ଶିକାର ହେଉଛି, ମାଓବାଦୀମାନେ ମଧ୍ୟ ସେଥିରେ ରହିକି ତା'ର କାର୍ଯ୍ୟକ୍ରମ ଚଲାଉଛନ୍ତି ଜଙ୍ଗଲ ଭିତରେ ରହିକି। ତେଣୁ ଆମର ଯେଉଁ ଗଛ କାଟା ଯାଉଛି ତାକୁ ଦେଖିବା ପାଇଁ ଆମେ ଗୋଟେ ପ୍ରକଳ୍ପ କରିଛୁ ଏବଂ ଜନ୍ତୁ ଶିକାରଟା କିଏ ଧରା ପଡ଼ିବ। ଏଇଟା ଗୋଟେ ଆମର ଗୋଟେ ମଡ଼େଲଟେ ହେଇଛି। ଏଇଟା ଗୋଟେ ଜଙ୍ଗଲର ମଡ଼େଲ ହେଇଛି। ଗୋଟେ ଆମର ଜିଲ୍ଲା DOF ଅଫିସରେ ଆମେ ଗୋଟେ ସୂଚନା ଦେଇଛୁ। ଏଠି ଗୋଟେ ଗାଁଟିଏ ଘରଟିଏ ରହିଛି, ଏଇ ଗୋଟେ ଗାଁ ଗହଳି ଘର ରହିଛି। ଏଇଠି ଆମର ଗୋଟେ ଯନ୍ତ୍ର ଲାଗିଛି, ସେ ଯନ୍ତ୍ର ଭିତରେ ଗୋଟେ ସୋଲାରଟି ଲାଗିଛି। এই সোলাରରେ ଆମର ଏଠି ଗୋଟେ ବ୍ୟାଟେରୀ ଚାର୍ଜ করে ଜଙ୍ଗଲରେ ତ ଲାଇନ୍ ନାହିଁ, ଗୋଟେ ଅଛି ତ ଏଠି ଟ୍ରାନ୍ସମିଟରଟେ ଲାଗିଛି। ସେଠି ସେ ଟ୍ରାନ୍ସମିଟର ଆମର ଯଦି କୌଣସି ପ୍ରକାର ଗଛ କଟାଯାଏ, ସେ ଟାଙ୍ଗିଆରେ ହେଉ ବା କରତରେ କଟାଯାଉ, ସେ କୌଣସି ଶବ୍ଦ ହେବ କିମ୍ବା ଜନ୍ତୁ ଶିକାର କଲେ ବନ୍ଧୁକର ମଧ୍ୟ ଆବାଜ ହେବ। ତେଣୁ ସେଇ ଯେଉଁ ଆବାଜ ହେବ ସେ ତୁରନ୍ତ DOF ଅଫିସରେ ଥିବା ରିସିଭରକୁ ସେ ଯୋଗାଇ ଦେବ ଏବଂ ସୂଚନା ପାଇକି ସେ ସ୍ଥାନୀୟ ଯିଏ ଅଫିସର ଥିବେ ବା କର୍ମଚାରୀ ଥିବେ ତାଙ୍କୁ ସୂଚନା ଦେବେ ଯେ ଏତିକି ନମ୍ବର ଆମେ ନମ୍ବର ଦେଇଦେବା ଯେ ଏଇ ନମ୍ବର 1 ନମ୍ବର 2 ନମ୍ବର 3 ନମ୍ବର ଜଙ୍ଗଲ, ଏଇ ଜଙ୍ଗଲରେ ବର୍ତ୍ତମାନ କିଛି ଗଛ କଟା ବା ଜନ୍ତୁ ଶିକାର ହେଉଛି, ତେବେ ତା'ର ପ୍ରତିକାର କର। ତେଣୁ ତୁରନ୍ତ ଖୁବ୍ କମ୍ ସମୟ ଭିତରେ ଯାଇ ସେମାନେ ତା'ର ପ୍ରତିକାର କରିପାରିବେ କର୍ମଚାରୀମାନେ। ତେଣୁ ଏଇଟା ଆମେ କରିଛେ। ବର୍ତ୍ତମାନ ଦେଖିବା ପ୍ରାକ୍ଟିକାଲ କେମିତି କ'ଣ ହେଉଛି। ବର୍ତ୍ତମାନ ମୁଁ ଟ୍ରାନ୍ସମିଟର ଟିକେ ଅନ୍ କରିବି। ବର୍ତ୍ତମାନ ଟ୍ରାନ୍ସମିଟର ଟିକେ ଅନ୍ ହେଲା, ଗ୍ରୀନ୍ ଲାଇଟ୍ ଲାଗିଲା। ବର୍ତ୍ତମାନ ଏଇଟା ଆମର ରିସିଭର ଆମେ ନେଇଛୁ ଗୋଟେ ରେଡ଼ିକୁ। ବର୍ତ୍ତମାନ ମୁଁ ଝିଅକୁ କହିବି ଟିକେ ଗୋଟେ ବର୍ତ୍ତମାନ ଏଇଭଳି ଭାବରେ ଗୋଟେ ଆମ ବନ୍ଧୁକଟେ ଫୁଟା ହେଲା। ତେଣୁ ଏଇଭଳି ଗୋଟେ ଆବାଜ, ଏଇଟା ବହୁତ ବାଟ ଦେଖିଲା କେତେ ବାଟ ପର୍ଯ୍ୟନ୍ତ ଯାଇପାରୁଛୁ ଆମେ ଦେଖିବା। ଆମେ ଏଇ ଯନ୍ତ୍ରଟି କରିଛୁ ପ୍ରାୟ 100 ମିଟର ପର୍ଯ୍ୟନ୍ତ ଏହା ଯାଇପାରିବ। ଆଉ ଆମେ ଯେତେବେଳେ ପ୍ରକୃତ କରିବା ଆମେ 50 କିଲୋମିଟର 100 କିଲୋମିଟର 500 କିଲୋମିଟର ପର୍ଯ୍ୟନ୍ତ ମଧ୍ୟ କରିପାରିବା, ତା'ର କ୍ଷମତା ବଢ଼ାଇ ପାରିବା। ଏଇଭଳି କଲେ ଆମର ଜଙ୍ଗଲ ଏବଂ ଜନ୍ତୁ ସୁରକ୍ଷା ହେବେ, ମାଓବାଦୀଙ୍କ କାର୍ଯ୍ୟକ୍ରମ ମଧ୍ୟ ସୂଚନା ଦେବେ।